ଖୋର୍ଦ୍ଧା ଜିଲ୍ଲା ଛାଣଗିର ପ୍ରସିଦ୍ଧ ଐତିହାସିକ ପଞ୍ଚୁଦୋଳ ଯାତ୍ରା ଉଦ୍ଯାପିତ। 500 ବର୍ଷର ପରମ୍ପରା ଐତିହାସିକ ପଞ୍ଚୁଦୋଳ ଯାତ୍ରା। ଛାଣଗିରି ଦୋଳଯାତ୍ରା ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳେ। ଦୋଳଯାତ୍ରା ଉଦ୍ଯାପିତ ଦିବସରେ ଛାଣଗିରି ଗାଁ ମେଲଣ ପଡ଼ିଆ ହୋଇଛି ଉତ୍ସବ ମୁଖର। ଚଳିତ ବର୍ଷ ପଞ୍ଚୁଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳ ପଡ଼ିଆରେ ବିଜେ ମଣ୍ଡପରେ ଦୋଳ ବିମାନରେ ବିରାଜମାନ କରିଛନ୍ତି ଆଖପାଖ 15-20 ମୌଜାର 54 ଠାକୁର ଠାକୁରାଣୀ। ଛାଣଗିରିର 3 ଦିନ ଧରି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ପଞ୍ଚୁଦୋଳ ଯାତ୍ରା। ଏହି ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛାଣଗିରି ପଞ୍ଚୁଦୋଳ ପଡ଼ିଆ। ଏ ବର୍ଷ ଜାକ ଜମକରେ ଜମିଛି ପଞ୍ଚୁଦୋଳ ପଡ଼ିଆ। ରଙ୍ଗ ବେରକର ଆଲୋକମାଳାରେ ଝଲସି ଉଠୁଛି ଦୋଳ ପଡ଼ିଆ। ବହୁ ପ୍ରାଚୀନ 500 ବର୍ଷର ପରମ୍ପରା ସର୍ବପୁରାତନ ଦୋଳଯାତ୍ରା ଭାଇଚାରାର ମହାମିଳନ ଦୋଳ ପର୍ବ। ହିନ୍ଦୁ ମୁସଲମାନ ଭାଇ ଭଉଣୀମାନେ ମିଳିତ ଭାବରେ ପାଳନ କରନ୍ତି ଏହି ଦୋଳ ପର୍ବ। ଚଳିତ ବର୍ଷ ଦୋଳ ବିମାନରେ ଦୋଳ ପଡ଼ିଆରେ ବିରାଜମାନ କରିଛନ୍ତି ଠାକୁର ଠାକୁରାଣୀ। ପଡ଼ିଆରେ ମିଳିଛି ରଙ୍ଗ ବେରଙ୍ଗର ମନୋହରୀ ଏବଂ ଖାଦ୍ୟର ପସରା। ଠାକୁର ଠାକୁରାଣୀଙ୍କ ଦୋଳ ବିମାନ ରଙ୍ଗ ବେରଙ୍ଗର ମଣ୍ଡଳୀ ଆଲୁଅ ଫୁଲମାଳାରେ ସଜେଇ ହୋଇଛି। ସ୍ଥାନାଧିପତି ଗୋପୀନାଥ ଦେବ ଭାଇ ଚନ୍ଦ୍ରଶେଖର ଦେବଙ୍କ ସହିତ ଏକ ବିରାଟ ପଟୁଆରରେ ବାହାରି ତାରିଣୀ ଛକରେ ହରିହର ଭେଟ ହୋଇ ସମସ୍ତ ଠାକୁର ଠାକୁରାଣୀ ଏକତ୍ରିତ ହୋଇ ଯୋଡ଼ି ଶଙ୍ଖ ଘଣ୍ଟ ବାଦ୍ୟ ବଡ଼ ଢୋଲ ମହୁରୀ ସଂକୀର୍ତ୍ତନ ଚାଙ୍ଗୁ ବାଘ ନୃତ୍ୟ ଘୋଡ଼ାଇ କେଳାକେଳୁନି ନାଗା ନୃତ୍ୟ ଷଣ୍ଢ ନୃତ୍ୟ ଘୋଡ଼ା ନୃତ୍ୟ ସବୁ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଦୋଳ ମଣ୍ଡପରେ ବିଜେ କରିଛନ୍ତି। 23 କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରି ସ୍ଥାନାଧିପତି ଗୋପୀନାଥ ଦେବ ବିରାଜମାନ କରିଛନ୍ତି ଦୋଳ ପଡ଼ିଆ ଦୋଳ ମଣ୍ଡପରେ। ହରିବୋଲ ହୁଳହୁଳି ଧ୍ୱନିରେ ଫାଟି ପଡ଼ୁଛି ମେଲଣ ପଡ଼ିଆ। ଛାଣଗିରି ଗ୍ରାମର ପଞ୍ଚୁଦୋଳ ଯାତ୍ରା କମିଟିର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା ଏହି ଐତିହାସିକ ଦୋଳଯାତ୍ରା। ବସନ୍ତ ଋତୁର ଏହି ମହାମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରି ଦେଇଛି ଅଶେଷ ଆନନ୍ଦ। ଦୋଳ ପଡ଼ିଆରେ ଖଚାଖଚ ଭିଡ଼ରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଉପରେ ଅବିର ଛିଞ୍ଚି ଠାକୁର ଠାକୁରାଣୀଙ୍କ ନିକଟରେ ଆଶୀଷ ଭିକ୍ଷା କରିଥିଲେ। ଦୋଳ ପଡ଼ିଆରେ ବୁଲାବୁଲି କରି କିଣାକିଣି କରି ମଜା ନେଉଛନ୍ତି। ଘରେ ଘରେ ବନ୍ଧୁବାନ୍ଧବ ଭିଡ଼ ସହିତ ବେଶ ପଞ୍ଚୁଦୋଳ ଯାତ୍ରା ଚାଲିଛି। ଚଳିତ ବର୍ଷ ପଞ୍ଚୁଦୋଳ ମିଳନ ପଡ଼ିଆରେ ଦୋକାନ କରି ବ୍ୟବସାୟ କରି ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀମାନେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାତ୍ରା କମିଟି ସଦସ୍ୟ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ମହିଳାମାନେ ନିର୍ଭୟରେ ବୁଲାବୁଲି କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ନିରାକରପୁର ବାଲୁଙ୍କେଶ୍ୱର 10-12 ବର୍ଷ ହବ ଏଠିକି ବେପାର କରି ଆସ। ପାଗ ବି ବର୍ଷ ଭଲ ଅଛି, ବେପାର ବି ଭଲ ଭଲ ହଉଛି, ଲାଭ ବି 2 ପଇସା ହବ, ଆଉ ଗହଳି ବି ଭଲ ଅଛି। ବାବାଙ୍କ ନାଁ ହେଲା ପଦ୍ମ ଲାଲ ବେହେରା। ମୁଁ ରାମଚନ୍ଦ୍ରପୁର ବାହା ହେଇଛି। ବାହାରେ ସୁନାବାଡ଼ା ଗାଁରେ ମୁଁ ସର୍ଭିସ୍ କରୁଥିଲି। ଏବେ ରିଟାୟାରମେଣ୍ଟ ହେଇକି ଆସିଛି ଗାଁକୁ। କିନ୍ତୁ ଦୋଳ ଉତ୍ସବ ଏତେ ଭଲ ଲାଗିଲା ଯେ ଯେହେତୁ ମୁଁ ସପରିବାର ସହିତ ଆସିଛି ଠାକୁରଙ୍କ ଦର୍ଶନ କରିବି, ହୋଲି ଖେଳିବି, ଆଉ ଭାଇ ଭଉଣୀଙ୍କ ସହିତ ହସ ମଜା କରିବି। କେତେ ଦିନ ଅଛି ଦୋଳ ପର୍ବ? 3 ଦିନ। ଆଜି ପ୍ରଥମ ଦିନ। କେମିତି ଲାଗୁଛି? ବହୁତ ଭଲ ଲାଗୁଛି। ମୋ ନାଁ ବିଜୟଲକ୍ଷ୍ମୀ ସାହୁ, ମୋ ଘର ଛାଣଗିରି। ଏଠି ପଞ୍ଚୁଦୋଳ ହେଉଛି ଗ୍ରାମର ବଡ଼ ପର୍ବ। ପୂର୍ଣ୍ଣମୀ ଦୋଳ ପୂର୍ଣ୍ଣମୀଠୁ 5 ଦିନ ପରେ ପଞ୍ଚୁଦୋଳ ପଡ଼େ। 54 ଦୋଳ ମଣ୍ଡପ ଅଛି, ଯଜ୍ଞ ବେଦୀ ଅଛି। ସମସ୍ତ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତଙ୍କର ସମାଗମ ହୁଏ। ସମସ୍ତେ ଆନନ୍ଦରେ ଅବିର ସବୁ ମଣ୍ଡପରେ ପକାଇ ଯଜ୍ଞ ବେଦୀରେ ପକାନ୍ତି। ଗ୍ରାମର ମଙ୍ଗଳ ପାଇଁ ସମସ୍ତେ ଠାକୁରଙ୍କ ଆଗରେ ପ୍ରାର୍ଥନା କରନ୍ତି କେମିତି ଗ୍ରାମର ମଙ୍ଗଳ ହବ। ଦୋକାନ ବଜାର ବହୁତ ପଡ଼େ, ଖାଇବା ଖେଳଣା ପିଲାଙ୍କର ଖେଳଣା ସବୁ ସାମଗ୍ରୀ ପଡ଼େ। ସମସ୍ତେ ଆନନ୍ଦରେ ଖାଇ ପିଇ ଜିନିଷ କିଣି ଯିଏ ଯାହା ମନ ଖୁସିରେ ଘରକୁ ଫେରନ୍ତି। ଭଗବତ ବାସୁଦେବ ସେ ଚରଣାରବିନ୍ଦେ ଅର୍ପଣମସ୍ତୁ। କୃଷ୍ଣାୟ ବାସୁଦେବାୟ ହରଏ ପରମାତ୍ମନେ প্রণতঃ ক্লেশনাশায় গোবিন্দায় নমো নমঃ। চন্দ্রানন্দ পুরন্দরাদি দিবিষৎ বৃন্दैরমন্দাদরাৎ আনম্রে মুকুটেন্দ্র নীলমণিভিঃ সন্দসিতেন্দীবরাং স্বচ্ছন্দ মকরন্দ সুন্দর গলন মন্দাগিনী মেদু শুভং স্কন্দায় বন্দামহে। ইষ্টদেব থানাপতি শ্রী গোপীনাথ দেব চরণারবিন্দে নমো নমঃ। ইষ্টদেবী মা ভগবতী দেবী চরণারবিন্দে নমো নমঃ। ইষ্টদেব শ্রী চন্দ্রশেখর দেব সে চরণারবিন্দে নমো নমঃ। সর্বেভ্यो দেবাদেবীভ্यो নমঃ। সর্বেভ্यो দেবেভ্यो নমঃ। সর্বেভ্यो ব্রাহ্মণেভ্यो নমঃ। অস্তু। अद्य छाणगिरी ग्रामस्थ रत्नवेदी जो दोल महोत्सव को जहाँ दीर्घ 500 वर्ष धरी
ଚାଲି ଆସୁଅଛି ଏବଂ ଏହି ଅନୁଷ୍ଠାନ ରତ୍ନବେଦୀର ମୁଁ ହେଉଥିଲି ମୁଖ୍ୟ ପୁରୋଧା ପୁରୋହିତ। ଗ୍ରାମର ସମସ୍ତ ଆଖପାଖ ଗ୍ରାମର 45-48 ଦୋଳ ନିମନ୍ତ୍ରଣ ହୋଇ ଆସୁଛନ୍ତି, ସୁଚାରୁ ରୂପେ ଆସୁଛନ୍ତି। ଆମ ଗାଁ ଏକ ଅଭିନ୍ନ ସମ୍ପର୍କର ଗୋଟେ ନିଆରା ପ୍ରତୀକ। ପ୍ରତ୍ୟେକ ଭାଇଚାରା ସମ୍ପର୍କରେ ନିବିଡ଼। ସମସ୍ତେ ସାମୂହିକ ଭାବରେ এই দোল মহোৎসବରେ যোগদাନ କରନ୍ତି ଏବଂ ଅତି ଆନନ୍ଦିତ ଉଲ୍ଲସିତ ଭାବରେ ଏହା ପ୍ରଚଳିତ ଚାଲି ଆସୁଅଛି। ସମସ୍ତ ବନ୍ଧୁବାନ୍ଧବ କୁଣିଆ ମୈତ୍ର ସମସ୍ତେ ଆଖପାଖରୁ ସମସ୍ତେ ଆସୁଛନ୍ତି ଏବଂ ଏଠାର ବିଶେଷ ଆକର୍ଷଣ ପ୍ରଥମ ଯେତେବେଳେ ଆମର ଦୋଳ ମହୋତ୍ସବ ଯେତେବେଳେ ପ୍ରଥମ ହୁଏ, ଠାକୁର ଯେତେବେଳେ ଜମନ୍ତି, ଜମିବା ଭିତରେ ଆମର ହରିହର ଭେଟ ଏକ ବିଚିତ୍ର ଆକର୍ଷଣ। ମା ଭଗବତୀ ମଧ୍ୟ ଆସନ୍ତି ଏବଂ ଏକ ବହୁତ ଉଲ୍ଲାସପୂର୍ଣ୍ଣ ଆନନ୍ଦରେ ହୁଏ ଏବଂ ମେଳନରେ ପ୍ରାୟତଃ ଆଖପାଖ 5-10 ହଜାର ଲୋକ ମଧ୍ୟ ମେଳନରେ ଏଠି ଯୋଗଦାନ କରନ୍ତି ଏବଂ ତାହା 2 ଦିନ 3 ଦିନ ବ୍ୟାପୀ ଏହି ଅନୁଷ୍ଠାନ ଚାଲି ଆସୁଅଛି ଏବଂ ତାହା ଅତି ଆନନ୍ଦରେ ସମସ୍ତଙ୍କର ଆଗ୍ରହ ସେବା ଏବଂ ସଦିଚ୍ଛା ମନୋଭାବ ଦେଇ ନିଜର ଆତ୍ମକୁ ଉତ୍ସର୍ଗୀକୃତ କରି ଏ ପ୍ରଭୁଙ୍କ କାମରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ତେଣୁ ସମସ୍ତ ମିଡ଼ିଆ ଭାଇ, ସମସ୍ତ ଆବାହକ, ସମସ୍ତ କର୍ମକର୍ତ୍ତା ଉଦ୍ୟୋକ୍ତା ମାନଙ୍କୁ ମୁଁ ବିଶେଷ ଅନୁରୋଧ କରୁଛି, ଏହି ଅନୁଷ୍ଠାନ ଦୀର୍ଘଜୀବୀ ଚାଲି ରହୁ ଏବଂ ପ୍ରଭୁଙ୍କର ଏହି ନୀତି ସଦା ସର୍ବଦା ଚାଲି ରହିଥାଉ। ପ୍ରଭୁଙ୍କ ପାଖରେ ଏତିକି ମୋର କାମନା। ଶ୍ରୀ ଭଗବତ ବାସୁଦେବ ସେ ଚରଣାରବିନ୍ଦ ସମର୍ପଣ ମସ୍ତୁ। ଜଗଦା ଏଠି ଆମର ପୋଲିସ ବାହିନୀ ଆରକ୍ଷୀ ବାହିନୀ ମାନଙ୍କର ବିଶେଷ ଧ୍ୟାନ ଦେଉଛନ୍ତି ଏବଂ କାରଣ ବହୁତ ମାନେ ଗାଁର ଯେତେକ ଆମ ଗାଁ ପଞ୍ଚାୟତ ଗୋଟେ ପଞ୍ଚାୟତ ପାଖାପାଖି ଆମ ଗାଁର ମଧ୍ୟ ଆଖପାଖ ଗାଁରୁ ମଧ୍ୟ ବହୁତ ଆସନ୍ତି ଭକ୍ତମାନେ ଏଠି ଫଗୁ ପକାନ୍ତି ମୁଖ୍ୟତଃ। ତେଣୁ ଯାତ୍ରାରେ ମଧ୍ୟ ବହୁତ ସମସ୍ତେ ଆସନ୍ତି। ତେଣୁ ତାକୁ ଶୃଙ୍ଖଳିତ କରିବା ପାଇଁ କି ଠିକ ଭାବରେ ଆରକ୍ଷୀ ମାନେ ମଧ୍ୟ ନିୟୋଜିତ ଅଛନ୍ତି ଏବଂ ଏହା ଏକ ଶାନ୍ତି ଶୃଙ୍ଖଳାର ସହିତ ଏ କାର୍ଯ୍ୟକ୍ରମ ଆମର ଚାଲି ଆସୁଅଛି ଏବଂ ପ୍ରାୟତଃ ଦୋକାନ ବେପାର ଭାଇମାନେ ସମସ୍ତେ ଆସନ୍ତି, ବହୁତ ବେପାର ମଧ୍ୟ ହୁଏ। ସମସ୍ତେ ମା ମାନେ ଭଉଣୀ ମାନେ ଆସି ଏଠି ମଧ୍ୟ ରୁଣ୍ଡ ହୁଅନ୍ତି ଏବଂ ଯାହା କିଛି ତାଙ୍କର ମନ ଠାକୁରଙ୍କ ପାଖରେ ଅର୍ପଣ କରି କିଣାବିକା କରନ୍ତି ଆନନ୍ଦରେ ଖୁସିରେ। ନୃସିଂହଚରଣ ମହାନ୍ତି, ସୋନଗିରି ପନ୍ଦଳ କମିଟିର ପ୍ରେସିଡେଣ୍ଟ। 1637 ମସିହାରୁ ଏ ଦୋଳଯାତ୍ରା ଆରମ୍ଭ ହୋଇଛି, ଆଜକୁ 400 ବର୍ଷ ହେବ। ଆଖପାଖର ଚତୁର୍ପାର୍ଶ୍ୱରେ ଯେତେ ଦୋଳ ସମସ୍ତେ ଏକଜୁଟ ହୋଇ ପଡ଼ିଆକୁ ଆସନ୍ତି ଏବଂ 2 ଦିନ ପରେ ତାଙ୍କର ମେଳନ ହୁଏ। ସବୁ ଠାକୁରମାନେ ଯେ ଯାହା ଘରକୁ ଯାଆନ୍ତି ଏବଂ ଲୋକଙ୍କର ସମାଗମ ଯଥେଷ୍ଟ ରହେ ଏବଂ ଏଠାକାର ଭାଇଚାରା ସମ୍ପର୍କ ମଧ୍ୟ ବହୁତ ଅଧିକ। ଆଉ ଯେତେ ଦୋଳଯାତ୍ରା ଅଛି ସବୁ ଦୋଳଯାତ୍ରା ମଧ୍ୟରୁ ଏଠାକାର ଭୋଗ ଅନ୍ୟତମ। ଏଠି 45ଟି ଦୋଳ ଆସନ୍ତି ଏବଂ 2 ଦିନ ଧରି ଅପେରା ମଧ୍ୟ ଅନୁଷ୍ଠିତ ହୁଏ ଆଉ ଲୋକମାନଙ୍କର ଭାଇଚାରା ସମ୍ପର୍କ ମଧ୍ୟ ଗଢ଼ି ଉଠେ। ଏ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠାନଟି ଚାଲେ। ଆମର ଆରକ୍ଷୀ ବାହିନୀ ମାନେ ମଧ୍ୟ ଆସି ଆମକୁ ସହଯୋଗ କରନ୍ତି ଏବଂ ଏ ଗାଁର ସରପଞ୍ଚ ମଧ୍ୟ ଆସିକି ଆମକୁ ସହଯୋଗ କରନ୍ତି, ବିଧାୟକ ମଧ୍ୟ ଆସିକି ସହଯୋଗ କରନ୍ତି ଆଉ ଆମ ଗ୍ରାମର ପ୍ରତ୍ୟେକ ଉତ୍ସାହୀ ଯୁବକମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରନ୍ତି।